ଯାତ୍ରା ସ୍ୱର୍ଣ୍ଣମହଲର ଆଜି ତାର ପ୍ରଥମ ରଜନୀ। ଆଜି ହେଉଛି ସେପ୍ଟେମ୍ବର ମାସ 25 ତାରିଖ 2025 ମସିହା ଗୁରୁବାର। ଆଜିର ମଞ୍ଚସ୍ଥ ନାଟକ ଗୁହାରି ଶୁଣ ଦୀନବନ୍ଧୁ। ସ୍ଥାନ ମଧୁଆପଲ୍ଲୀ କଳାପଥର କଟକ। ଯାତ୍ରାଶ୍ରୀ ବିଶ୍ୱ ଦରବାରର ଆଜି ତାର ଦ୍ୱିତୀୟ ରଜନୀ। ଆଜିର ମଞ୍ଚସ୍ଥ ନାଟକ ବଦନାମ ଗଳିର ବାଦଶା। ସ୍ଥାନ ଖଣ୍ଡାଧାର ସୁଆରପଲ୍ଲୀ ବଣେଇ ସୁନ୍ଦରଗଡ଼। ଅପେରା ଅଶୋକ ସମ୍ରାଟର ଆଜି ତାର ଦ୍ୱିତୀୟ ରଜନୀ। ଆଜିର ମଞ୍ଚସ୍ଥ ନାଟକ ଅଧା ରହିଗଲା ଆମ କାହାଣୀ। ସ୍ଥାନ ରାମଚଣ୍ଡୀ ଯାତ୍ରା ପଡ଼ିଆ କୁଶଳା ଅନୁଗୋଳ। ଯାତ୍ରା ଇନ୍ଦ୍ରଭୁବନର ଆଜି ତାର ଦ୍ୱିତୀୟ ରଜନୀ। ଆଜିର ମଞ୍ଚସ୍ଥ ନାଟକ ସକଳ ତୀର୍ଥ ତଚରଣେ। ସ୍ଥାନ ସାପଘରା ବଇଣ୍ଡା ଅନୁଗୋଳ। ଯାତ୍ରା ଓଁକାରର ଆଜି ତାର ତୃତୀୟ ରଜନୀ। ଆଜିର ମଞ୍ଚସ୍ଥ ନାଟକ ଏ ପୁଅ ତୁ କାହାର ଝିଅ। ସ୍ଥାନ ସହଲା ଡୁଙ୍ଗୁରିପାଲି ସୋନପୁର। ନାଟ୍ୟ ସମ୍ରାଟ ପୃଥ୍ୱୀରାଜର ଆଜି ତାର ଦ୍ୱିତୀୟ ରଜନୀ। ଆଜିର ମଞ୍ଚସ୍ଥ ନାଟକ ଲାଗୁଛି କାହିଁକି ଏତେ ନିଜର। ସ୍ଥାନ ଲୁହାମୁଣ୍ଡା ଅନୁଗୋଳ। ଯାତ୍ରା ରାଜନନ୍ଦିନୀର ଆଜି ତାର ଚତୁର୍ଥ ରଜନୀ। ଆଜିର ମଞ୍ଚସ୍ଥ ନାଟକ ପାହାନ୍ତି ରାତିର ପାପ। ସ୍ଥାନ ଖେଲୁଆ ଚଇପାଳ ତାଲଚେର ଅନୁଗୋଳ। ଯାତ୍ରା ପାର୍ବତୀ ଗଣନାଟ୍ୟର ଆଜି ତାର ଦ୍ୱିତୀୟ ରଜନୀ। ଆଜିର ମଞ୍ଚସ୍ଥ ନାଟକ ତଲାଗି ବଡ଼ଦାଣ୍ଡ ମନା। ସ୍ଥାନ ବାଂଶପାଳ କେନ୍ଦୁଝର। ଯାତ୍ରା ଧଉଳି ଗଣନାଟ୍ୟର ଆଜି ତାର ପ୍ରଥମ ରଜନୀ। ଆଜିର ମଞ୍ଚସ୍ଥ ନାଟକ କିଏ କାନ୍ଦି ନାହିଁ ହାତ ଟେକ। ସ୍ଥାନ ଭଟଲି ବରଗଡ଼। ଯାତ୍ରା ଯାଜ୍ଞସେନୀର ଆଜି ତାର ପ୍ରଥମ ରଜନୀ। ଆଜିର ମଞ୍ଚସ୍ଥ ନାଟକ ଗ୍ୟାଙ୍ଗଷ୍ଟାର। ସ୍ଥାନ ବାଉଁଶ ପାଳ ଛକ କାମାକ୍ଷାନଗର ଢେଙ୍କାନାଳ। ଯାତ୍ରା ଗ୍ରାଣ୍ଡ ମହଲର ଆଜି ତାର ପ୍ରଥମ ରଜନୀ। ଆଜିର ମଞ୍ଚସ୍ଥ ନାଟକ କାହ୍ନାରେ ତବାଟ ରହିଛି ଚାହିଁ। ସ୍ଥାନ ମଦନପୁର ଆନନ୍ଦପୁର କେନ୍ଦୁଝର। ଯାତ୍ରା ସ୍ୱପ୍ନମହଲର ଆଜି ତାର ଦ୍ୱିତୀୟ ରଜନୀ। ଆଜିର ମଞ୍ଚସ୍ଥ ନାଟକ ବୋଉ। ସ୍ଥାନ କନକପୁର ସାହାଜପାଲ ବୌଦ୍ଧ। ଯାତ୍ରା ରଙ୍ଗମହଲର ଆଜି ତାର ପ୍ରଥମ ରଜନୀ। ଆଜିର ମଞ୍ଚସ୍ଥ ନାଟକ କଟି କଟି ଡବଲ କଟି। ସ୍ଥାନ ବମ୍ବେ ଛକ ବାରିପଦା ମୟୂରଭଞ୍ଜ। ଅପେରା ଅଷ୍ଟଶମ୍ଭୁର ଆଜି ତାର ପ୍ରଥମ ରଜନୀ। ଆଜିର ମଞ୍ଚସ୍ଥ ନାଟକ ସବୁ ବାଟ ମୋର ଏଇଠି ଶେଷ। ସ୍ଥାନ ବ୍ରହ୍ମପୁର ଚୌଦ୍ୱାର କଟକ। ଯାତ୍ରା ରାଜଧାନୀ ଅପେରାର ଆଜି ତାର ପ୍ରଥମ ରଜନୀ। ଆଜିର ମଞ୍ଚସ୍ଥ ନାଟକ ହରିନାମେ କିରସ ଅଛି। ସ୍ଥାନ କନ୍ତରା ପାଲଲହଡ଼ା ଅନୁଗୋଳ। ଯାତ୍ରାରାଣୀ ସିଂହବାହିନୀର ଆଜି ତାର ପ୍ରଥମ ରଜନୀ। ଆଜିର ମଞ୍ଚସ୍ଥ ନାଟକ ଏଥୁଅନ୍ତେ କଳିଯୁଗ ଶେଷ। ସ୍ଥାନ ଚାଆରାକେଲା ରାଜନଗର କେନ୍ଦ୍ରାପଡ଼ା। ଯାତ୍ରା ଦୁର୍ଗା ମନ୍ଦିରର ଆଜି ତାର ପ୍ରଥମ ରଜନୀ। ଆଜିର ମଞ୍ଚସ୍ଥ ନାଟକ ମୁଁ ଅନାଥ ତୁ ଜଗନ୍ନାଥ। ସ୍ଥାନ ଆଖୁଆପାଳ ପରଜଙ୍ଗ ଢେଙ୍କାନାଳ। ଅପେରା ରାଜ ଦରବାରର ଆଜି ତାର ପ୍ରଥମ ରଜନୀ। ଆଜିର ମଞ୍ଚସ୍ଥ ନାଟକ ଆଖି ପଲକରେ ଖୋଜୁଛି ତତେ। ସ୍ଥାନ କୁସୁମୀ ଦେବଗଡ଼। ଯାତ୍ରା ନାଟ୍ୟ ମଣ୍ଡପର ଆଜି ତାର ତୃତୀୟ ରଜନୀ। ଆଜିର ମଞ୍ଚସ୍ଥ ନାଟକ ଲେଡି ଗ୍ୟାଙ୍ଗଷ୍ଟାର। ସ୍ଥାନ କପୁଣ୍ଡି କେନ୍ଦୁଝର। ଯାତ୍ରା ମୌଡ଼ମଣି ଶିବାନୀ ଗଣନାଟ୍ୟର ଆଜି ତାର ଶେଷ ରଜନୀ। ଆଜିର ମଞ୍ଚସ୍ଥ ନାଟକ ରଙ୍ଗ ବଜାରର ରଙ୍ଗ ନାୟିକା। ସ୍ଥାନ କରଲଗା ନଟରାଜ କ୍ଲବ ଦେବଗଡ଼। ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟର ଆଜି ତାର ତୃତୀୟ ରଜନୀ। ଆଜିର ମଞ୍ଚସ୍ଥ ନାଟକ ଏଇ ବୋଧେ ଶେଷ ଦେଖା। ସ୍ଥାନ ସେକ୍ଟର 8 ରାଉରକେଲା। ଅପେରା ଶ୍ରୀମନ୍ଦିରର ଆଜି ତାର ତୃତୀୟ ରଜନୀ। ଆଜିର ମଞ୍ଚସ୍ଥ ନାଟକ ହସ୍ତିନାପୁରର ଲାବଣ୍ୟବତୀ। ସ୍ଥାନ ପାଗା କଲେଜ ପଡ଼ିଆ ସାଲେପୁର କଟକ। ଯାତ୍ରାବାସା କୋଣାର୍କ ଗଣନାଟ୍ୟର ଆଜି ତାର ପ୍ରଥମ ରଜନୀ। ଆଜିର ମଞ୍ଚସ୍ଥ ନାଟକ ତୁ ବୋଧେ ମୋ ଭାଗ୍ୟରେ ନାହୁଁ। ସ୍ଥାନ ଖଇରା ବଡ଼ଚଣା ଯାଜପୁର। ଯାତ୍ରା ମହାରଥୀ କଳିଙ୍ଗ ଗଣନାଟ୍ୟର ଆଜି ତାର ତୃତୀୟ ରଜନୀ। ଆଜିର ମଞ୍ଚସ୍ଥ ନାଟକ ରାଜଧାନୀର ରାଜା ଆଚାର୍ଯ୍ୟ। ସ୍ଥାନ ଜଗନ୍ନାଥ ବଲ୍ଲଭ ପଡ଼ିଆ ମାଳତୀପାଟପୁର ପୁରୀ। ଅପେରା ସୂର୍ଯ୍ୟ ମନ୍ଦିରର ଆଜି ତାର ଦ୍ୱିତୀୟ ରଜନୀ। ଆଜିର ମଞ୍ଚସ୍ଥ ନାଟକ ନଖି ନାନୀ ପୁଅ ଭଗିଆ। ସ୍ଥାନ ଭରସୁଜା ଆଗଲପୁର ବଲାଙ୍ଗୀର। ଯାତ୍ରା ତାରିଣୀ ଗଣନାଟ୍ୟର ଆଜି ତାର ଦ୍ୱିତୀୟ ରଜନୀ। ଆଜିର ମଞ୍ଚସ୍ଥ ନାଟକ ପାପ ବଜାରରେ ପୁଣ୍ୟ ମଣିଷ। ସ୍ଥାନ ଘାଗରବେଢ଼ା ଚମ୍ପୁଆ ମୟୂରଭଞ୍ଜ। दर्शक बंधु विशेष घोषणा जेकोसी कारण नाटक परिवर्तन हो पारे एवं नाटक बंद रही पारे
जदि नाटक परिवर्तन हुए एवं बंद रुहे आमे खूब शीघ्र कमेंट बॉक्स रे जणाई देबो। दर्शक बंधु आपण मानको एक रिक्वेस्ट ए पर्यंत जदि आम चैनल को सब्सक्राइब करि नांती सब्सक्राइब करि रखंतु पाखर थिया बेल आइकन को ऑन करि रखंतु सर्वप्रथमे एमिति यात्रा रो अपडेट पाइबा पई एवं फेसबुक पेज रे देखुचंती पेज को फॉलो करि रखंतु।